ତ ସକାଳୁ ସକାଳୁ ଆସି ଯାଇଛି ପୁଅ ମୋର ତା ମାମୁଁ ଘର, କାହିଁକି ନା ମାମା କୁ ଏତେ ଦିନ ହେଲା ଦେଖିନି, ତ ସେଥିଲାଗି ପଳେଇ ଆସିଥିଲା। ଆଉ ରିଧି ମାମା ତା ଭାଇକୁ ଦେଖିକି ଏଠି ବହୁତ ଖୁସି। ତ ୟା ପରେ ମତେ ଦେଖା କରିବା ପାଇଁ ଆସିଥିଲା ମୋ ଦିଅର ବାବୁ। ଇଏ ହଉଛନ୍ତି ମୋ ପିଉସୀ ଶାଶୁଙ୍କ ପୁଅ। ତ ଦୀପୁ ଦାଦୁଙ୍କ ସହିତ ଝିଅର ଏଠି ପୁରା ମଜା ମସ୍ତି ଚାଲିଥିଲା। ସେ ଜୁସ୍ କୁ ପୁରା ଚିୟର୍ସ କରିକି ପିଉଥିଲା। ଝିଅକୁ ଏଠି ପଚାରିବାରୁ ତୁ ଏଇଟା କୋଉଠି ଶିଖିଲୁ, ସିଏ କହୁଛି ମୁଁ ମୋ ଝୁନା ମାଇଁ ପାଖରୁ ଶିଖିଛି। ତ ୟା ପରେ ଆଉ ଜଣଙ୍କର ଆବିର୍ଭାବ ହେଲା, ସିଏ ହଉଛି ମୋ ଭଉଣୀ, ଆଉ ଇଏ ହଉଛି ତା ପୁଅ। ଆଉ ଗୋଲୁ ଭାଇକୁ ଦେଖିକି ଝିଅ ବହୁତ ଖୁସି। ତ ମୁଁ ଯେତେ ମନା କଲି, ଦେବୁଙ୍କ ଦେହ ଯେହେତୁ ଭଲ ନାହିଁ ଆସିବୁନି ବୋଲି, କିନ୍ତୁ ସେ ମୋ କଥା ମାନିଲା। ଫେର ବି ସେ ମତେ ଦେଖା କରିବା ପାଇଁ ଆସିଲା। ତ ୟା ଭିତରେ ଆମ ଦିଅର ବାବୁ ବି ଏଠି ପଳେଇଲେ। ତ ସନ୍ଧ୍ୟାରେ ଘରେ ବନିଥିଲା ଆମର ଲିମା ଦେବୁଙ୍କ ପାଇଁ ଆଳୁଚପ। ତାପରେ ରାତି ଖାଇବା ଖାଇସାରିଲା ପରେ ଲିମା ବାହାରିଥିଲା ତା ଶାଶୁଘର ଯିବା ପାଇଁ। ଏମିତି ଦୌଡ଼ି ଦୌଡ଼ି ଆସି ଦୌଡ଼ି ଦୌଡ଼ି ଯିବା ପାଇଁ ମୁଁ ତାକୁ ମନା କରିଥିଲି, ଯେହେତୁ ଦେବୁଙ୍କ ଦେହ ଟିକେ ଭଲ ନଥିଲା। ତ ଭଉଣୀ ମନ କଣ ମାନିବ, କହିଲା ନା ଦେଇ ମୁଁ ତତେ ଯାହା ହେଲେ ଦେଖା କରିବି ଟିକେ। ତ ସିଏ ଗଲା ପ୍ରାୟ 9ଟା ରାତିରେ। ତ ଆମେ ବି ତ ଏପଟ ସେପଟ ହେଇ ବହୁତ ଟାୟାର୍ଡ ହେଇଯାଇଥିଲୁ। ତ ରହୁଛି, ବାଏ ବାଏ।